ପ୍ରଭୁ ଜଗନ୍ନାଥ ହରିଣ ବାବା ଯେମିତି ଲାଗୁଛି ଆକାଶଟା ଛିଡ଼ି ପଡ଼ିବ। ହେ ଜଗନ୍ନାଥ ଏମିତି ଖଣ୍ଡ ପ୍ରଳୟ କର ଯେମିତି ପୃଥିବୀ ଧ୍ୱଂସ ହେଇଯାଉ, କଳିଯୁଗ ଶେଷ ହେଇଯାଉ, ଆଉ ସତ୍ୟ ଯୁଗ ଫେରି ଆସୁ। ଏ ସତ୍ୟ ଯୁଗ ତମେ ଶୀଘ୍ର ଆସ, ତମେ ଶୀଘ୍ର ଆସ, ତମେ ଶୀଘ୍ର ଆସ ସତ୍ୟ ଯୁଗ। ମନକୁ ମନ କାହାକୁ ଏମିତି ଶୀଘ୍ର ଆସ ବୋଲି ଡାକୁଛ? ଏ ଦେବ କି ସତ୍ୟ ଯୁଗକୁ ଡାକୁଛି। ସତ୍ୟ ଯୁଗ ଆସିଲେ ଆଉ ମହଳି କାଙ୍ଗଳା ମାନଙ୍କର ପେଟ କଥା ବୁଝିବ। ହଉ ଦେଲ ବ୍ୟାଗଟା ଦେଲ। ଘଣ୍ଟା ହେଲାଣି ପାଣି ଫୁଟିଲାଣି। କଣ ଖାଲି ବ୍ୟାଗ ଚାଉଳ ଆଣିଲନି କି? ବର୍ଷା ପବନରେ ବାବୁଙ୍କ ଦୋକାନ ଗେଟ୍ ଖୋଲିଲା। ସାହୁକାର ବାକି ଦେବା ପାଇଁ ରୋକଠୋକ ମନା କରିଦେଲା। ସେ କହିଲା ଆମକୁ ବାକି ଦେଲେ ତା ଡଙ୍ଗା ବୁଡ଼ିଯିବ। ହେଲେ ଆଜି ରାତିରେ ଆମେ ଖାଇବା କଣ? ଆଲୋ ଯେତିକି ଅଛି ସେତିକି ରୋଷେଇ କରିଦେ। ଏତେ ଚାଉଳ ଅଛି ଯେ ରୋଷେଇ କରିଦେଲେ 2 ଜଣକୁ ନିଅଣ୍ଟ। ଆମେ 5 ଜଣ କରି ଖାଇବା କଣ? ଆଉ କଣ ମୁଁ ଚୋରି କରିଥାନ୍ତି? ମୁଁ କଣ ତମକୁ ଚୋରି କରିବା କଥା କହିବି? 5 ପାଣି କୁଟୁର ବସିବାକୁ ମୋ ଘର ବଳ ନାହିଁ ତ। ସାହୁକାର ଟଙ୍କା ଏତେ ବଢିଯାଇଛି ଯେ ମୂଳ ତ ଛାଡେ ସୁଧ ବି ଦେଇ ହଉନି। ବାବୁ ଘରେ 12 ଘଣ୍ଟା ହାଡ଼ ଭଙ୍ଗା ମେହନତ କରୁଛି। ବାବୁ ଘର ଟଙ୍କା ସୁଝିବା ତ ଦୂରର କଥା, ତମକୁ ଦିଓଳି ଦିମୁଠା ଖାଇବାକୁ ବି ଦେଇପାରୁନି। ଏ ଦେବ କି ଏଥର ଶୀତରେ ଚାଦର ରଥ ଥାଏ, ସିଧା ଖାଦ୍ୟ ବି କରିବାକୁ ମିଳିବନି। କିନ୍ତୁ ଆମର ପାଠ ପଢି ଚାକିରି କଲେ ଆମର ଆଉ କିଛି ଅସୁବିଧା ରହିବନି। ଆଲୋ ସେ ଆଗ କଥା ଛାଡେ, ଯାହା ରୋଷେଇଟା ସାରିଦବୁ, ଦୀପୁ ଆଉ ସୁମିକି ଖାଇବାକୁ ଦେଇଦବୁ, ଆମେ 2 ଜଣ ମରୁ ପେଟ ପିଇ ଶୋଇପଡିବା। ସକାଳେ ଭାତ କମ ଥିଲା ଯେ ମାସି ଚାवल ଖାଇବାକୁ ମନା କରିଦେଲା। କହିଲା ବୋଉ ମୋତେ ଭୋକ ନାହିଁ, ସୁମି ଆଉ ଦୀପକୁ ଖାଇବାକୁ ଦେଇଦେବୁ, ମୁଁ ରାତିକି ଖାଇବି, ମୋ ମାସିଟା ନ ଖାଇଲେ ସେ ଅନ୍ଧକୁ କହିବୁ ଭଲ ବାସି ପରାଣି ପିଇ ଶୋଇପଡିବ। ମୋ ଭାତ ମୋ ଭାଇ ଖାଇବ। ସେ ଅନ୍ଧକୁ ଖାଇବାକୁ ମିଳିବନି, ଉପାସରେ ଶୁକି ଶୁକି ମରିବ ସେଇଟା। ପୁଅକୁ ମୁଁ ଖାଇବାକୁ ଦେବି। ସେ ଅନ୍ଧ ପୁଅଟା ପାଇଁ କାହିଁକି ତ ଛାତି ଫାଟି ଯାଉଛି କହିଲୁ? ତମେ ସିନା ମା ହେଇଥିଲେ ତମେ ସେ କଥା ବୁଝି ପାରିଥାନ୍ତ। ପିଲାଟିଏ ପାଇଁ ମାର ଛାତିଟା ଫାଟି ପଡୁଛି। 10 ମାସ 10 ଦିନ ଗର୍ଭରେ ଧରି ମୁଁ ତାକୁ ମୋ ଛାତିରୁ କ୍ଷୀର ଦେଇ ମୁଁ ତାକୁ ଏରୁଟିଏ କରିଛି। ଆଜି ଯଦି ତମ ଉପରେ ସେ ବୁଝ ହେଇକି ରହୁଛି, ତାହେଲେ ମୋ ପୁଅକୁ ନେଇ ମୁଁ ଏ ଘର ଛାଡ଼ି ଚାଲିଯିବି ମୁଁ। ଯୋଉ ଭାଇକୁ ତମେ ଘୃଣା କରୁଛ, ଦେଖିବ ଦିନ ଆସିବ ସେଇ ଅନ୍ଧ ଭାଇଟା ମୋର ତମ ମାନଙ୍କୁ କାନ୍ଧରେ ବସେଇ 4 ଧାମ ବୁଲେଇବ ସିଏ। ବହୁଚରେ ଭୋକ ଲାଗୁଛି। ପାଣି ଗୁଡାକ ଢକ ଢକ କରି ପିଇ ଯାଉଛି। ହେଲେ ଏସବୁ ମୋ ପୁଅର ଢୋଳ ଭିତରେ ମୁଁ ସହିପାରୁନି। ଏଇ ତୁ ଗଲୁ ଭାତ ଆଣିଟା ପାଣିରେ ବସେଇ ଦେବୁ। ଜଲ୍ଦି ସହ ହେଇଗଲେ ମୋ ପୁଅଟା ଖାଇବ। ହଉ ଠିକ ଅଛି, ମୁଁ ଯାଉଛି ଭାତ ପାଣି ବସେଇ ଦେବି। ହାଣ୍ଡି ବାଡ଼େଇ ଦେବି ବାପା, ହାଣ୍ଡି ବାଡ଼େଇ ଦେବି ଯେ ମୁଣ୍ଡ ଯିବ। ତମ ମା ଛୁଆ 2ଟାକୁ ସେ ଅନ୍ଧର ପେଟ ଦେଖାଯାଉଛି, ହେଲେ ବୁଢାଟାର ପିଠି ଦେଖାଯାଉଛି। ବସ୍ତା ଉଠି ପଡ଼ି ପିଠିଟା ବେଣ୍ଡି ପଡ଼ିଗଲାଣି। ଅଣ୍ଟାଟା କହିଛି ଯେ ଅଣ୍ଟା ସହଠି ବାଟ ଚାଲି ହଉନି। ଯା ସେ ଅନ୍ଧକୁ କହିଦବୁ କାଲିଠୁ ଷ୍ଟେସନ ଯାଇ ଭିକ ମାଗିବ। ଆରେ କେତେ ଅନ୍ଧ ଏଠି ଭିକ ମାଗୁଛନ୍ତି ନା। ମୁଁ କହୁଛି ମୋ ଭାଇ କାହାକୁ ହାତ ପୋତେ ଭିକ ମାଗିବନି। ପାଣି ଟୋପ ବି ମିଳିବନି। ତମେ ବାପ ନା କଂସେ? ନିଜ ରକ୍ତର ଛୁଆଟାକୁ ମୋର ଆହାର ଛଡେଇ ଦେବା କଥା ତମେ ଏତେଟା କହୁଛ କେମିତି? ମୋ ଖାଇବା ମୋ ପୁଅ କାଶି ଖାଇବ। ମତେ ଭୋକ ନାହିଁ ଲୋ ବୋଉ।
ପିଇଲା ବେଳକୁ ମୋ ପେଟର ସତେ ଯେମିତି ଲାଗୁଛି ମୋ ପ୍ରଭୁ ଜଗନ୍ନାଥଙ୍କର ଟଙ୍କ ତୋରାଣୀରୁ ପେଟ ପିଇ ଦେଇଛି। ଓ ପାଣି ଗୁଡାକ ପିଇଦେଲା ବେଳକୁ ତତେ ଜଗନ୍ନାଥଙ୍କ ଟଙ୍କ ତୋରାଣୀ ପିଇଲା ଭଳି ଲାଗୁଛି। ହଲୋ ବୋଉ, ଆଉ ମାସେ ପଖାଳ ଗୁଡାକ ଖାଇଦେଲେ ତତେ ଜଗନ୍ନାଥଙ୍କ ମହାପ୍ରସାଦ ଭଳି ଖାଇଲା ଭଳି ଲାଗୁଛି। ଏ କାଶୀ ଆଉ କେତେ ଦିନ ରେ କାଶୀ, କେତେ ଦିନ ଏମିତି ମୁକ୍ତ ଉପାସରେ ଛୋଟ ବଡ ହବୁ। ଆଉ ଦିନ କେଇଟା ପରେ ତ ଗୋଡ ରହିଯିବ ରେ, ଚାଲିବାକୁ ଆଉ ତୋର ବଳ ପାଇବନି। ଏ କାଶୀ ତୁ ଗୋଟେ କାମ କର, ଚାଲ ମୁଁ ତ ହାତରେ ଥାଳ ଧରେଇ ଦେବି, ତୁ ବାର ଦୁଆରେ ବୁଲି ବୁଲି ଭିକ ମାଗିବୁ, 12 ପିଠରେ ଯାଇ 12 ପତ୍ର ପକେଇବୁ। ଆରେ ବଡ଼ ସାତ ବଡ଼ ଠାକୁର ପୁରା ଭିକ ମାଗି ଖାଇଥିଲେ। ବାପା ଭିକ ମାଗିବା ଗୋଟେ ହୀନ କାମ ବାପା। ହୀନ କାମ କହିଲା କଣ ନା ହୀନ କାମ। କେତେ କେତେ ଅନ୍ଧ ଏଠି ଭିକ ମାଗୁଛନ୍ତି, କହିଲା କଣ ନା ହୀନ କାମ। ବାପା ଜଗନ୍ନାଥ ମତେ 4 ପାହା ଦେଇଛନ୍ତି, ସିଂହ ପରେ ବଳ ଦେଇଛନ୍ତି। ତମ ସହିତ ସାହୁକାର ଘରକୁ ଯିବି, ପିଠିରେ ବସ୍ତା ବହିବି, ତମର ସବୁ କରଜକୁ ସୁଝିଦେବି ବାପା। ଆରେ କେହି ଟଙ୍କା ଦେବି ମଜୁରୀ ଦେବେନି, ବରଂ ଭିକ ମାଗେ କିଛି ପଇସା ମିଳିଯିବ। ଇଏ ଦେବ କି କାଲି ଛୋଟାକୁ ସକାଳୁ ସକାଳୁ ଷ୍ଟେସନକୁ ଭିକ ମାଗିବାକୁ ପଠେଇବ। ହଁ ବର୍ଷା ଛାଡ଼ିଲାଣି, ମୁଁ ଯାଉଛି ଚାଉଳ ଆଣିଲେ ରୋଷେଇ ହବ। ଭୋକ ଉପାସରେ ମରୁଯିବି ପଛେ ଭିକ ମାଗିବିନି ବାପା। ଓ ଭଳିଆ କରିବାକୁ ମୁଁ ବସି ପାରିବିନି। ବାପା ତୁ ଆସିଲ ଘରୁ ଯିବୁ। ବାପା ବାପା ମୋ କଥା ଟିକେ ଶୁଣ ବାପା। ତୋତେ ମୁଁ ଘରୁ ବାହାର କରିଦେବି। ମେହନତ କରିବି ହେଲେ ଭିକ ମାଗିବିନି ବାପା। କୋଉଠି ମେହନତ କରି ପେଟ ବସିବୁ ମୁଁ ଦେଖିବି। ବାହାର ମୋ ଘରୁ। ବାପା ମୋତେ ମ୍ୟାଡାମ ତୋର ଘରୁ ବାହାର କରିଦେଉଛ, ସେ ରହିବ କୋଉଠି, ଯିବ କୁଆଡେ, କଣ କରିବ ସେ? ଜଗନ୍ନାଥ ପରା ତାକୁ 4 ବାହା ଦେଇଛନ୍ତି। କୋଉଠି ମେହନତ ମଜୁରୀ କରି ତା ପେଟ ବସି ପାରିବନି। ଏଉଁ ଘର କାହିଁକି ଠିଆ ହେଲୁ? ବାହାର ମୋ ଘରୁ। ଆରେ ବାହାର। ତମେ କତ ମୋ ମଣିଷ ପଡ଼ିଆ ହରେଇ ଦେଇଛ। ହଁ ମୁଁ ମଣିଷ ପଡ଼ିଆ ହରେଇ ଦେଇଛେ ମୁଁ ମଣିଷ ପଡ଼ିଆ। ମୋ ବାପ ପଡ଼ିଆକୁ ମୁଁ ଧିକ୍କାର କରୁଛି। ଏ ଦେବକି ଏ ଅଭାବ ସଂସାରରେ ରଥଟା ଟାଣିବା ଆଗରୁ ମୁଁ ହାର ମାନିଗଲି ଦେବକି, ହାର ମାନିଗଲି ମୁଁ। ଏ ଦେବକି ତମ ଅନ୍ଧକୁ କହିବ ସେ ଯଦି ଘର ଛାଡ଼ି ନଥାଏ ତାହେଲେ ମୁଁ ବିଷ ପିଇ ଆତ୍ମହତ୍ୟା କରିବି। ମୁଁ ଭିକ ମାଗିବିନି ବାପା, ମୁଁ ଭିକ ମାଗିବିନି। କଣ କହିଲୁ? ଭିକ ମାଗିବୁ? ଠିକ ଅଛି, ତୁ ଯଦି ଭିକ ନ ମାଗିବୁ, ତୁ ଯଦି ଘରୁ ନ ଯିବୁ, ତାହେଲେ ମୁଁ ଏ ଘର ଛାଡ଼ି ଚାଲି ଯାଉଛି। ଚାଲି ଯାଉଛି ମୁଁ ଏ ଘର। अरे कैसे कोरे कैसे तुम्हारा द्वारे बोले बोले तो बाकी वो ताले फोटो चले तो चले जी अरे भाई जब अभी कब की बात कुछ बोली करो करो हो तू एक और ऊपर जा ନାଇଁଲୋ ଶୁଣେ, ଏ ଘର ଛାଡ଼ି ଚାଲିଗଲେ ମୋ ବଡ଼ ଭାଇ ପରିବାରେ ଶବ୍ଦ ଆଘାତ ଲାଗିବ। ଏ ଶୁଣେ, ମୋ ଦୀପ ଆଉ ତୋ ପାଖରେ ମୁଁ ଛୋଟ ହେଇଯିବି। अरे तू कभी को ଭିକ ମାଗିବି।
କହିପାରୁନି ବୋଲି ମୋ ବାପା ପୁରା ମତେ କେତେ ମାର ମାରିଲେ। ଏ ସୁମି କଥା ଦଉଛି ନା ସୁମି, ସରକାର ଘରକୁ ଯିବି, ପିଠିରେ ବସ୍ତା ରହିବି, ତମର ସବୁ କରଜକୁ ସୁଝିଦେବି, ତା ନହେଲେ ବାର ଦୁଆର ବୁଲି ଭିକ ମାଗିବି। ଏ ବାବୁ ମାନେ ସକାଳୁ ସକାଳୁ ବ୍ୟାଗ ଧରି ଷ୍ଟେସନକୁ ଯିବୁ, ଷ୍ଟେସନ ସାରା ବୁଲି ବୁଲି ଭିକ ମାଗିବୁ। କିଏ ଛୋଟ ଭିକାରୀ କରି ମୁହଁ ବୁଲେଇ ଦେଇ ଚାଲିଯିବ ତ, କିଏ ଛୋଟ କାଙ୍ଗାଳ କରି ମୁହଁ ବୁଲେଇ ଦେଇ ଚାଲିଯିବ। ଆଉ ଠିଆ ହେଲୁ କାହିଁକି କାଶୀ? ଆରେ ଯା, କେତେବେଳେ ଯାଇ ଭିକ ମାଗିବୁ। ଷ୍ଟେସନକୁ ଯିବିନି ଲୋ ବୋଉ, ଯିବି ସେଇ ବଡ଼ ଦାଣ୍ଡକୁ। କାହାକୁ ଭିକ ମାଗିବି ତୁ ଜାଣିଛୁ? ଯିଏ ଭିକ ଦେଲେ ଠାଳ ପୁରୀ ଯା ବଡ଼ ଦାଣ୍ଡରେ କରିଦେଲେ ଦେହ ପବିତ୍ର ହେଇଯାଏ, ଯା ନା ଧରିଲେ କୋଟି ପାପ କ୍ଷୟ ହେଇଯାଏ। ସେହିପରି ବଡ଼ ବନ୍ଧୁ ଓ କରୁଣାର ସିନ୍ଧୁ ପ୍ରଭୁ ଜଗନ୍ନାଥଙ୍କୁ ମୁଁ ଭିକ ମାଗିବି। କାଲି ବଡ଼ ଦାଣ୍ଡରେ ଛିଡ଼ା ହେଇ ବଡ଼ ପାଟିରେ କହିବି, ହେ ଜଗନ୍ନାଥ, ତୁମେ ଯଦି କରୁଣାର ସିନ୍ଧୁ, ତୁମେ ଯଦି ଗରିବର ବନ୍ଧୁ, ତାହେଲେ ଅନ୍ଧର ବୁହାରୀ ଶୁଣ, ବୁହାରୀ ଶୁଣ ଦିନ ବନ୍ଧୁ। କେମିତି କହିବୁ କିଛି ବୁଝିପାରୁନି। କଣ ହେଇଛି ଶିବ? ବୋଉ ସାଙ୍ଗରେ ଆସିଲେ ନା